ବୟସ ଆଉ ସମୟ କାହାକୁ ଅପେକ୍ଷା କରେନା ଏବଂ କରିନାହିଁ ଏବଂ ଅଦାଲତରେ ଜଷ୍ଟିସ୍ ବା ନ୍ୟାୟ ବିଳମ୍ବରେ ଦିଆଗଲେ ତାକୁ ନ୍ୟାୟର ଅନୁପସ୍ଥିତି ବୋଲି କୁହାଯାଇଥାଏ। ସମସ୍ତଙ୍କୁ ଆଜିର କାର୍ଯ୍ୟକ୍ରମକୁ ମୁଁ ତାପସ ସ୍ୱାଗତ କରୁଛି। ଆଜି ଆମେ ଗୋଟେ ଗୁରୁତ୍ୱପୂର୍ଣ୍ଣ ଏବଂ ଗମ୍ଭୀର ମୁଦ୍ଦାକୁ ନେଇ ଡିସ୍କସନ୍ କରିବା। ସେ ମୁଦ୍ଦାଟି ହେଉଛି ଯେ ଏସ୍ଏସ୍ପି ଲେକ୍ଚର। ହଁ, ଆପଣମାନେ ଜାଣିଛନ୍ତି ଏସ୍ଏସ୍ପି ଲେକ୍ଚରର କେସ୍ ହିୟରିଂ ଡେଟ୍ ଥିଲା 20 ଫେବୃଆରୀ 2025। ତ ଆଜିର କେସ୍ ଷ୍ଟାଟସ୍ରେ ମାନ୍ୟବର ଅଦାଲତ କହିଲେ କ'ଣ, ଏସ୍ଏସ୍ପି ଲେକ୍ଚର ଏକ୍ଜାମ୍ ହେବ କି ନାହିଁ। ପ୍ରଥମ କଥା ହେଉଛି ଆଜିର କେସ୍ ହିୟରିଂରେ କୌଣସି ପ୍ରକାର ସେମିତି କିଛି ବଡ଼ ପଦକ୍ଷେପ ନିଆଯାଇ ନାହିଁ କିମ୍ବା ଫର୍ଦର କେବେ ହିୟରିଂ ହେବ ସେ ବିଷୟରେ ମଧ୍ୟ କିଛି ଶୁଣାଣି ହୋଇନାହିଁ। ପ୍ରଶ୍ନ ଏଇଠି ଉଙ୍କି ମାରିପାରେ ଯେ କ'ଣ କେସ୍ଟା ଯେଉଁ କେସ୍ର ହିୟରିଂ ଥିଲା ବା କେସ୍ର ଯେଉଁ ଷ୍ଟାଟସ୍ ଥିଲା ସେଇଟା କ'ଣ ସ୍କ୍ୱାସ୍ ହୋଇଗଲା। ସେ କେସ୍ କ'ଣ ସେ କେସ୍ର ଆଉ କୌଣସି ଭ୍ୟାଲ୍ୟୁ ନାହିଁ ନା ପୁଣି ଥରେ ତାକୁ ମାନ୍ୟବର ଅଦାଲତ ଶୁଣାଣି କରିବେ। ତ ବନ୍ଧୁଗଣ, ଆପଣ ଏଠି ଦେଖିପାରୁଥିବେ ଯେ କିଛି ପ୍ରକାର ଏଠି ଡେଟ୍ ମେନସନ୍ ନାହିଁ। 20 ଫେବୃଆରୀ ଆଜି ଥିଲା, କିନ୍ତୁ ଆଜି ଆଉ କିଛି ଅପଡ଼େଟ୍ ନାହିଁ। ନେକ୍ସଟ ହିୟରିଂ ଡେଟ୍ର କିଛି ମେନସନ୍ ନାହିଁ। ଜଷ୍ଟ ଲେଖିଛନ୍ତି ଷ୍ଟେଜ୍ ଅଫ୍ କେସ୍ ହେଉଛି ଫର୍ ଆଡ଼ମିସନ୍। ଆପଣଙ୍କୁ ଯେତେବେଳେ ମୁଁ ଭିଡ଼ିଓରେ କହିଥିଲି ଯେ ଯେଉଁ ଲାଷ୍ଟ କେସ୍ ହିୟରିଂ ଥିଲା, ଯେତିକି ଆମେ କଥା ହେଇଥିଲେ 30 ଆମର ଜାନୁଆରୀ ଥିଲା ବା 30 ମେ ବି 1 ଥିଲା। ସେଥିରେ ଥିଲା ଫ୍ରେଶ୍ ଆଡ଼ମିସନ୍ ହେବ 20 ଫେବୃଆରୀରେ। କିନ୍ତୁ ବର୍ତ୍ତମାନ ଏବେ ଆଉ ଫ୍ରେଶ୍ ନାହିଁ କିମ୍ବା ନେକ୍ସଟ ହିୟରିଂ ଡେଟ୍ ନାହିଁ କିମ୍ବା ଆଡ଼ଜର୍ନ ହେଇଛି କି ନାହିଁ ତା ବିଷୟରେ ମଧ୍ୟ କିଛି ଜଣା ନାହିଁ, ଶୁଣା ନାହିଁ। ଜଷ୍ଟ ଲେଖିଛନ୍ତି ଫର୍ ଆଡ଼ମିସନ୍। ତ ଏଥିରୁ ଆମେ କହିପାରିବା ଯେ ଏସ୍ଏସ୍ପି ଯେଉଁ ଲେକ୍ଚର ଏବଂ ତା'ର ଯେଉଁ ରିକ୍ରୁଟମେଣ୍ଟ ପ୍ରୋସେସ୍ ଗୋଟେ ଅନସର୍ଟେନିଟିରେ ଆମକୁ ଦେଖିବାକୁ ମିଳୁଛି। କାରଣ ଏଥିରେ କିଛି ଗୋଟେ ଆମେ କିଛି କନକ୍ଲୁଡ଼ କରିପାରିବା ନାହିଁ ଯେ ହଁ ଆଉ ମାସେ ଗଲେ ହିୟରିଂ ହେବ କିମ୍ବା ହଁ ଆମର ଆଉ କିଛି ଦିନ ପରେ ହେଇଯିବ, ପୁରା କ୍ଲିୟର ହେଇଯିବ। ହିୟରିଂ 27ରେ ଆସିଲା, ହିୟରିଂ ପୁଣି 31 ଜାନୁଆରୀରେ ଆସିଲା 2025ରେ, ପୁଣି 20 ଫେବୃଆରୀ ଥିଲା, 20 ଫେବୃଆରୀ କ୍ରସ୍ କରିଦେଲା। କିନ୍ତୁ ବର୍ତ୍ତମାନ କୌଣସି ଆଉ ଅପଡ଼େଟ୍ ନାହିଁ କିମ୍ବା କୌଣସି ନେକ୍ସଟ ହିୟରିଂ ଡେଟ୍ର ମେନସନ୍ ନାହିଁ କିମ୍ବା ଏଇଟା ସ୍କ୍ୱାସ୍ ହେଲା କେସ୍ କିମ୍ବା ଆଉ ଥରେ ପୁଣି ତାକୁ ୱିଥଡ୍ର ହେଲା, କିଛି ଏଠି ଆଉ ଜଣା ନାହିଁ, ଶୁଣା ନାହିଁ। ତ ଏଇଟା ଥିଲା ଆମର, ଆମେ କହିପାରିବା ଯେ କ'ଣ ବହୁତ ବଡ଼ ଗୋଟେ ମାନେ ଗମ୍ଭୀର ବା ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ ପିଲାମାନଙ୍କର ଏଠି ବୟସ ଅତିବାହିତ ହେବାରେ ଚାଲିଛି ଏବଂ ସମୟ ଅତିବାହିତ ହେବାରେ ଚାଲିଛି ବିନା ମାନେ ଯେଉଁ ଆମେ କହିପାରିବା ରିକ୍ରୁଟମେଣ୍ଟରେ କିଭଳି ଭାବେ ଶିକ୍ଷା ହେବ, କିଭଳି ଭାବରେ ଆମର ଯେଉଁ ବିକଶିତ ଓଡ଼ିଶା ଅଛି, ବିକଶିତ ଭାରତ ଅଛି, କେମିତି ହେବ, ସେଇଟା ତ ବହୁତ ବଡ଼ ଗୋଟେ କ୍ୱେଶ୍ଚିନ୍ ଅଛି। ତ ଏଇଟା ଥିଲା ଆମର ଯେ ଆମେ ଏଇଠୁ ଗୋଟେ ସ୍ପଷ୍ଟ ବାରି ହେଉଛି ଯେ କେଉଁଠି ନା କେଉଁଠି ଆମର ଗଣତନ୍ତ୍ରରେ ମଧ୍ୟ ଆଉ ଆମର ଯେଉଁ ମାନେ ବ୍ୟବସ୍ଥାରେ ଅଛି, ଯେଉଁ ଅର୍ଗାନ୍ ଅଛି ଗଭର୍ଣ୍ଣମେଣ୍ଟର, କିଛି ଗୋଟେ ତ୍ରୁଟି ରହିବ ଦେଖିବାକୁ ମିଳୁଛି। ତ ଏଇଟା ଆପଣଙ୍କର ଷ୍ଟେଜ୍ ଅଫ୍ କେସ୍ ବର୍ତ୍ତମାନ ଫ୍ରେଶ୍ ମାନେ ଫର୍ ଆଡ଼ମିସନ୍ ହିଁ ଅଛି। ଆଉ ଫର୍ଦର କିଛି ଏଠି ଲେଖାଯାଇ ନାହିଁ ଯେ କେଉଁ ଡେଟ୍ରେ ହେବ କ'ଣ ନାହିଁ। ତ ବର୍ତ୍ତମାନ ଆପଣ ଏଠି କ'ଣ ଭାବୁଛନ୍ତି, କ'ଣ ମାନେ କେମିତି କ'ଣ ଆପଣ ଏଠି କହିବେ ତ ମେସେଜ୍ କମେଣ୍ଟରେ ଜଣାଇ ପାରିବେ। ଆଉ ଚେଷ୍ଟା ରହିବ ଯେ କିଛି ମଧ୍ୟ ଗୋଟେ ସମାଧାନ କେମିତି ହେଉଛି କ'ଣ ନାହିଁ ଆମେ ଜାଣିବା ଆଉ ବୁଝିବା ଆଉ ଆପଣଙ୍କୁ ଜଣାଇବୁ। ତ ଏତିକିରେ ଆମର ଆଜି କାର୍ଯ୍ୟକ୍ରମ ରଖୁଛୁ। ଆଶା କରୁଥିବି ଇନଫର୍ମେସନ୍ଟା ଭଲ ଲାଗିଥିବ। ଆଉ ଯଦି ଭଲ ଲାଗିଥିବ ସେୟାର କରିବେ, ଆଉ ଯଦି ସବସ୍କ୍ରାଇବ୍ କରିନଥିବେ ସବସ୍କ୍ରାଇବ୍ କରିବେ, ଆଉ ଭଲ ଲାଗିଥିଲେ ଗୋଟେ ଲାଇକ୍ କରିଦେବେ। ଜୟ ଜଗନ୍ନାଥ।